ମାନେ ଶୁଣ ଏଠି ଡାକିବାର କାରଣ କ'ଣ କ'ଣ ଗଲା ବର୍ଷଠୁ ଏଥର ଗଣେଶ ପୂଜା ଧୁମଧାମରେ ବଡ଼ ଧରଣ ଗୋଟେ ହେବ ମାନେ ଯେମିତି ଆମ ଆଖପାଖ ଅଞ୍ଚଳରେ ହେଇନଥିବ ତାଠୁ ଆହୁରି ବଡ଼ ଧରଣରେ ପୁରା ଡିଜେ ସହ ଆସିକିରି ପୁରା ବୋବାଲ ହେବ ସେଇଟା କଥାଟା କହିଲ ମୁଁ ବି ଏଇଟା ଭାବିକିରି ଥିଲି ମାନେ କହିବା ପାଇଁ ଏଇଥର ଏଇଭଳିଆ ପୂଜାଟା କରିବା ପୁରା ଆଖପାଖ ଲୋକ ଦେଖିକିରି ଖାଲି ଜଳିବ ମାନେ ଯୋଉ ଏତେ ସବୁ ପ୍ଲାନ କରୁଛ ତମ ପକେଟରେ କେତେ ଟଙ୍କା ଖାଇକି ଅଛି କିରେ ଯୋଉଠି ଥରେ ଧର ପୂଜା କେମିତି ଧୁମଧାମରେ ହେବ ବଜେଟ୍ କେମିତି ହେବ ସବୁ ବ୍ୟବସ୍ଥା କରାଯିବ ତାହେଲେ ବଜେଟ୍ କ'ଣ କ'ଣ ଲାଗିବ କୁହ ତାହେଲେ ବଜେଟ୍ କରିବା ଆମ ଯୋଉ ବଜେଟ୍ କଥା କହୁଛ 50-60 ହଜାର ଟଙ୍କା ତ ଡିଜେ ପଳେଇବ କେ ତମେ ଯୋଉ କହୁଛ ଡିଜେ 50-60 ହଜାର ଟଙ୍କା ସରିବ କେ ଆଗକୁ ଆହୁରି ଗୋଟେ ବଡ ବଜେଟ୍ ଅଛି ଯେ କେ ଯୋଉ ମଟନ ଭୋଜି ଟା ଯେ 20,000 ସରିବ ଅଜବ ଲୋକ ନୁହେଁ ଯୋଉ କଥାଟା କହିଲ ଏରା ପୂଜା ପାଇଁ ମିଟିଂ ବଇଛି ନା ତମ ବାହାଘର ଭୋଜି ପାଇଁ ମିଟିଂ ବଇଛି 20,000 ଯଦି ମଟନ ଭୋଜି କରିବା ପୂଜାଟା କ'ଣ ହବ ପୂଜାରେ ଲୋକଟା କେବେ ସିରିୟସ୍ ନାହିଁ ନିଜ ନିଜ ଭିତରେ ପ୍ରାର୍ଥନା କରି ପୂଜା ହେଇପାରିବ କି ପୂଜା କେମିତି ହେବ ମୁଁ ଜାଣେ କିଏ ଚାନ୍ଦା ଠୁଳେଇବ ତା ବ୍ୟବସ୍ଥା କରାଯାଏ କିଏ ଚାନ୍ଦା ଠୁଳେଇବ ଆଗକୁ ହେବ କେ ସବୁ ବର୍ଷ ତ ସନୁ ଠୁଳଉଛି ସନୁ ଠୁଳେବ ଭାଇ ଚାନ୍ଦା ଫାନ୍ଦା କଥା ମତେ କୁହନି ଗଲା ବର୍ଷ ଯାଇଥିଲି ଚାନ୍ଦା ପାଇଁ ଯେ ଶଳା ମୋ ଦଦା ମତେ କହିଲା 10ମ ପାସ୍ କରି ସର ଯାଇକିନା ଆଇବୁ ଚାନ୍ଦା ପାଇଁ ତୁ ଆଜି ଯାକେ 10ମ ପାସ୍ କରିବି ଯାହା ହେଉ ସୋନୁ ଦାମର ଚାନ୍ଦା ଦାୟିତ୍ୱ ରହିଗଲା ରହିବ ତାର ଆଉ କିଏ କୋଉ ଦାୟିତ୍ୱ ନେବ ସେଇଟା ମତେ କୁହ ସବୁ ଦାୟିତ୍ୱଟା ଆଇନା ପୂଜାଟା ତାର ଆଗକୁ ବଢିବ ନା ଆଉ ହଁ ନିହାତି ଠିକ ଆମେ କହିବା ଯିଏ ହେଲେ ଯେମିତି କାମ ନବ ଆଉ ହଁ ଭାଇ ମାନେ ମୁଁ ଡିଜେ ଦାୟିତ୍ୱଟା ନେବି କୋଉଠୁ ଡିଜେ ଆସିବ କେତେ ପଇସା ନବ କ'ଣ ନାହିଁ ମୁଁ ସବୁ ବୁଝିବି ଡିଜେ ଦାୟିତ୍ୱ ମୋର ଠିକ ଅଛି କହିଲା ଠିକ ଅଛି ଆଉ ସେ ନବ ତାର ଦାୟିତ୍ୱଟା ଆଉ କ'ଣ କହୁଛ ତ ଡିଜେ ଦାୟିତ୍ୱଟା ଦେଲ ଆଉ ମତେ ପ୍ରସାଦ ଦାୟିତ୍ୱ ଦେଇଦିଅ ଆଉ କେମିତି କ'ଣ ରନ୍ଧା ବଢା ଲୋକ ଆଗକୁ କ'ଣ କେମିତି ଖାଇବେ ସେଇ ଦାୟିତ୍ୱଟା ସବୁ ମୁଁ ବୁଝିବି ଆଉ କ'ଣ ମନା କରୁଛୁ କି ନାଇଁ ତମେ ଯଦି ପ୍ରସାଦ ଦାୟିତ୍ୱ ନେବା ପାଇଁ ଚାହୁଁଛ ସମସ୍ତ ଦାୟିତ୍ୱ ଦେଲ ମୁଇଁ ପଇସା ଦାୟିତ୍ୱଟା ରଖୁଛି ଯୋଉଟା ଯାହା ଖର୍ଚ୍ଚ ବାର୍ଚ୍ଚ ହବ ମୁଇଁ ବୁଝିବି ଆଉ ମାନେ ତୁ ତ କହିବା ମତଲବ ମାନେ ଯୋଉଟା ଯାହା ଖର୍ଚ୍ଚ ହବ କୋଉଠୁ କ'ଣ ପଇସା କେତେ ଖର୍ଚ୍ଚ ହେଲା କୋଉଠୁ କ'ଣ ଆଇଲା ତ ହିସାବ ଦବୁ ତ ଠିକ ଅଛି ଠିକ ଅଛି ମତେ କିଛି ଗୋଟେ ଦାୟିତ୍ୱ ଦେବନି କି ଆଉ ମୁଇଁ ଯୋଉ କମେଣ୍ଟ ମାରିକିନି କଥାଟା କହିଦେଲି ଆଉ ରାଗିଛ କି ମୋ ଉପରେ ଭାଇ ମାନେ ତମେ ସବୁ ହଉ ମତେ ଗୋଟେ ଦାୟିତ୍ୱଟା ଦିଅ ଭାଇ ଭାଇ ଗୋଟେ କାମ କର ତୁ ଚୁପ ରହ ହେଇଟା ତୋ ପାଇଁ ଗୋଟେ ବଡ କାମ ହେଲା ଖାଲି ସବୁଥିରେ କମେଣ୍ଟ ଫମେଣ୍ଟ ମତେ କାମ ଦିଅ ତୁ ଚୁପ ରହ ହେଇଟା ତୋ ପାଇଁ ଗୋଟେ କାମ ହେଲା ତୁ ଚୁପ ରହ ପାଟିରେ ହାତ ଦେଇକି ଆଉ ବଲ ବଲ ହଉଛି ସବୁବେଳେ ଗୋଟେ କଥା କେ ତୋର ପୁଣି କ'ଣ ଗୋଟେ କଥା ହେଲା ପୁଣି କେ ଯୋଉ ଭୋଗ ଯୋଉ ରାନ୍ଧା ଯିବ ସେଇଟା ପୁଣି ଚାଖିବା ପାଇଁ ଦରକାର ପୁଣି ଯାଅ ତୁଇ ତ ସବୁ ବର୍ଷ ଚାଖି ଚାଖି କ'ଣ ଅଧା କରିଦେଲୁ ଆଉ ଏ ବର୍ଷ ବି ଚାଖିବୁ ନା କ'ଣ କରିବୁ ତାହେଲେ ଚାଖିବା ଦାୟିତ୍ୱରେ ସେ ତୁ ରହ ଆଉ କ'ଣ ଚାଖି ମହାରଣା ଆଉ ସମସ୍ତେ ନିଜ ନିଜ ଦାୟିତ୍ୱ ନେଇଗଲ ଆଜ୍ଞା କିନ୍ତୁ କାଲି ସକାଳେ 7ଟା ବେଳେ ହାଜର ହବ କୋଠି ଉଠା ହେଇଛି ହଁ ଠିକ ଅଛି ମା ହାଜର ହବ ଆମେ ପଳେଇବୁ ସକାଳ କିଛି ଟେନସନ ନାହିଁ ସାଦ କହିଲେ 7ଟା ବେଳକୁ ସବୁ କୋଠି ଘର ଟିକେ ଆସିବ ଆଉ ଗୋଟେ କଥା ଭାଇ ମନେ ରଖିଦ ଯିଏ 7ଟା ବେଳକୁ ନ ଆଇବ 500 ଟଙ୍କା ଲେଖା ଦବ 500 ଟଙ୍କା ଖାସ କରିକି ନା ତତେ କହୁଛି ଯୋଉ 10ଟା ବେଳକୁ 11ଟା ବେଳକୁ ଉଠି ପଡୁଛୁ ଠିକ ଟାଇମ ରେ 7ଟା ବେଳକୁ ଆଇବୁ ନହେଲେ 500 ଟଙ୍କା ଦେବୁ ହଁ ଠିକ ଅଛି ଭାଇ 500 ଟଙ୍କା ଦେବି ପଛେ ହେଲେ ଆଇପାରିନି ସକାଳ ଉଠେଇକି ତୁ ହିଁ ଘୋଡ଼ା ମହା ଆଇବୁନି